ବର୍ତ୍ତମାନ +2 ଏଡମିସନ୍ ପାଇଁ ଅନଲାଇନ୍ ଆପ୍ଲାଏ ଷ୍ଟାର୍ଟ ହୋଇଯାଇଛି। ଯଦି ଆପଣ ଘରେ ବସି ନିଜ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ନିର୍ଭୁଲ ଭାବରେ କିପରି ଆପ୍ଲାଏ କରିପାରିବେ ତାହାର ଷ୍ଟେପ୍ ବାଇ ଷ୍ଟେପ୍ ଅନଲାଇନ୍ ପ୍ରୋସେସ୍ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟି ଷ୍ଟାର୍ଟ ହେବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲ୍ ଆସନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଘଣ୍ଟି ମଧ୍ୟ ଦବାଇ ଦିଅନ୍ତୁ। ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଯେକୌଣସି ବ୍ରାଉଜରକୁ ଓପନ୍ କରିନିଅନ୍ତୁ। ତାପରେ ଆପଣ ଗୁଗଲରେ SAMS ଲେଖିକି ସର୍ଚ୍ଚ କରନ୍ତୁ। ବର୍ତ୍ତମାନ ଆପଣ ପ୍ରଥମ ୱେବସାଇଟ୍କୁ ଓପନ୍ କରିନିଅନ୍ତୁ। ତାପରେ ଏଠାରେ ହାୟର ସେକେଣ୍ଡାରୀ ସ୍କୁଲ +2 ଏଠାରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଷ୍ଟୁଡେଣ୍ଟ ଲଗଇନ୍ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଠାରେ ନ୍ୟୁ ଷ୍ଟୁଡେଣ୍ଟ ରେଜିଷ୍ଟର ଏଠାରେ କ୍ଲିକ୍ କରିବାକୁ ପଡ଼ିବ। ବର୍ତ୍ତମାନ ଠାରେ ଷ୍ଟୁଡେଣ୍ଟର ନାଁକୁ ଟାଇପ୍ କରିଦିଅନ୍ତୁ। ତାପରେ ଏଠାରେ ମୋବାଇଲ ନମ୍ବରକୁ ଟାଇପ୍ କରିବାକୁ ପଡ଼ିବ। ତାପରେ ଏଠାରେ ଇମେଲ୍ ଆଇଡିକୁ ମଧ୍ୟ ଟାଇପ୍ କରିବାକୁ ପଡ଼ିବ। ତାପରେ ଆପଣ ଜେନେରେଟ୍ OTPରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବର ଏବଂ ଇମେଲ୍ ଆଇଡିରେ ଗୋଟେ OTP ଯାଇଥିବ। ଆପଣ ମୋବାଇଲ ନମ୍ବର କିମ୍ବା ଇମେଲ୍ ଆଇଡିର OTPକୁ ଏଠାରେ ଟାଇପ୍ କରିଦିଅନ୍ତୁ। ତାପରେ ଏଠାରେ ପାସୱାର୍ଡ଼ ଟାଇପ୍ କରିବାକୁ ପଡ଼ିବ। ଏଠାରେ ଆପଣ ଯେଉଁ ପାସୱାର୍ଡ଼ ଟାଇପ୍ କରିବେ ସେହି ପାସୱାର୍ଡ଼ରେ କ୍ୟାପିଟାଲ ଲେଟର, ସ୍ମଲ୍ ଲେଟର ଏବଂ କିଛି ସ୍ପେଶାଲ କ୍ୟାରେକ୍ଟର ଥିବା ଦରକାର ଏବଂ ମିନିମମ୍ 8ଟି କ୍ୟାରେକ୍ଟର ଥିବା ଦରକାର। ତାପରେ ଆପଣ କନଫର୍ମ ପାସୱାର୍ଡ଼ରେ ପାସୱାର୍ଡ଼କୁ ଆଉଥରେ ଟାଇପ୍ କରିଦିଅନ୍ତୁ। ତାପରେ ଆପଣ ସବମିଟ୍ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଠାରେ ୟୁ ହ୍ୟାଭ୍ ସକ୍ସେସଫୁଲି ରେଜିଷ୍ଟର ଶୋ କରୁଛି। ଏଠାରେ ଆପଣ ଓକେରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଠାରେ ଏକ୍ଜିଷ୍ଟିଂ ଷ୍ଟୁଡେଣ୍ଟ ଏଠାରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଠାରେ XIକୁ ସିଲେକ୍ଟ କରିକି ଆପଣ ଯେଉଁ ମୋବାଇଲ ନମ୍ବରରେ ରେଜିଷ୍ଟର କରିଥିଲେ ସେହି ନମ୍ବରକୁ ଏଠାରେ ଟାଇପ୍ କରିଦିଅନ୍ତୁ। ଆପଣ ରେଜିଷ୍ଟ୍ରେସନ କରିବା ସମୟରେ ଯେଉଁ ପାସୱାର୍ଡ଼ଟି ଦେଇଥିଲେ ସେହି ପାସୱାର୍ଡ଼କୁ ଏଠାରେ ଟାଇପ୍ କରିବାକୁ ପଡ଼ିବ। ତାପରେ ଏଠାରେ ଯେଉଁ କ୍ୟାପ୍ଚା କୋଡ଼ଟି ଶୋ କରୁଛି ଏହି କ୍ୟାପ୍ଚା କୋଡ଼କୁ ଏଠାରେ ଫିଲ୍ଅପ୍ କରିଦିଅନ୍ତୁ। ତାପରେ ଆପଣ ସାଇନ୍ ଇନ୍ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖନ୍ତୁ ଲଗ୍ଇନ୍ ହୋଇଯାଇଛି। ଏଠାରେ ଆପଣ CAF ଆପ୍ଲାଏ ଏଠାରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଠାରେ ମେଟ୍ରିକର ବୋର୍ଡ଼ ସିଲେକ୍ଟ କରିବାକୁ ପଡ଼ିବ। ଆପଣ ଯେଉଁ ବୋର୍ଡ଼ରୁ ମେଟ୍ରିକ ପାସ୍ ହୋଇଥିବେ ଏଠାରେ ଆପଣ ସିଲେକ୍ଟ କରିପାରିବେ। ତାପରେ ଅଛି ଇୟର ଅଫ୍ ପାସିଂ, ଆପଣ କେଉଁ ଇୟରରେ ମେଟ୍ରିକ ପାସ୍ ହୋଇଛନ୍ତି ଏଠାରେ ସିଲେକ୍ଟ କରିଦିଅନ୍ତୁ। ଯଦି ଆପଣ ଆନୁଆଲ୍ ଏକ୍ଜାମ୍ ଦେଇଛନ୍ତି ତାହେଲେ ଆପଣ ଆନୁଆଲ୍କୁ ସିଲେକ୍ଟ କରିପାରିବେ। ଯଦି ଆପଣ ସପ୍ଲିମେଣ୍ଟାରୀ ଏକ୍ଜାମ୍ ଦେଇକି ପାସ୍ ହୋଇଥିବେ ତାହେଲେ ଆପଣ ସପ୍ଲିମେଣ୍ଟାରୀକୁ ସିଲେକ୍ଟ କରିପାରିବେ। ମୁଁ ଏଠାରେ ଆନୁଆଲ୍କୁ ସିଲେକ୍ଟ କରିଦେଉଛି। ତାପରେ ଆପଣ ତଳକୁ ସ୍କ୍ରୋଲ୍ କରନ୍ତୁ। ବର୍ତ୍ତମାନ ଏଠାରେ ମେଟ୍ରିକର ରୋଲ୍ ନମ୍ବରକୁ ଟାଇପ୍ କରିଦିଅନ୍ତୁ। ତାପରେ ଆପ୍ଲିକାଣ୍ଟ ନେମ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠାରେ ନେମ୍, ଫାଦର ନେମ୍, ମଦର ନେମ୍, ଡେଟ୍ ଅଫ୍ ବାର୍ଥ ସବୁ ଅଟୋମେଟିକ୍ ଆସିଯିବ। ଏଠାରେ ଜେଣ୍ଡର ସିଲେକ୍ଟ କରିବାକୁ ପଡ଼ିବ। ଏଠାରେ ବ୍ଲଡ୍ ଗ୍ରୁପ୍ ଅପସନାଲ୍ ଅଟେ, ଫିଲ୍ଅପ୍ ନ କଲେ ମଧ୍ୟ ଚଳିବ। ଯଦି ଆପଣ ଜାଣିଛନ୍ତି ତାହେଲେ ଏଠାରେ ସିଲେକ୍ଟ କରିପାରିବେ। ଯଦି ଆପଣ ବ୍ଲଡ୍ ଗ୍ରୁପ୍ ଜାଣିନାହାନ୍ତି ତାହେଲେ ଏଠାରେ ସିଲେକ୍ଟ ନ କଲେ ମଧ୍ୟ ଚଳିବ। ତାପରେ ଏଠାରେ ଫଟୋ ଅପଲୋଡ଼ କରିବାକୁ ପଡ଼ିବ। ଏଠାରେ ଆପଣ ଅପଲୋଡ଼ ଫଟୋରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଚୁଜ୍ ଫାଇଲ୍ରେ କ୍ଲିକ୍ କରିକି ଫଟୋକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଆପଣ ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଅପଲୋଡ଼ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠାରେ ଫଟୋଟି ଶୋ କରିବ। ଏଠାରେ ଆପଣ ଓକେରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଯେଉଁ ଫଟୋଟି ଅପଲୋଡ଼ କରିବେ ଏହି ଫଟୋର ସାଇଜ୍ 2 MBରୁ କମ୍ ହୋଇଥିବା ଦରକାର ଏବଂ JPG ଫର୍ମାଟରେ ହୋଇଥିବା ଦରକାର। ତାପରେ ଏଠାରେ ଆଧାର ନମ୍ବର ଅପସନାଲ୍ ଅଟେ, ଫିଲ୍ଅପ୍ କଲେ ମଧ୍ୟ ଚଳିବ କିମ୍ବା ଫିଲ୍ଅପ୍ ନ କଲେ ମଧ୍ୟ ଚଳିବ। ମୁଁ ଏଠାରେ ଆଧାର ନମ୍ବର ଟାଇପ୍ କରିଦେଉଛି। ତାପରେ ଏଠାରେ ଗାର୍ଡିଆନ୍ ମୋବାଇଲ ନମ୍ବର ଟାଇପ୍ କରିଦିଅନ୍ତୁ। ଯଦି ଆପଣ ଜଣେ ଅନାଥ ହୋଇଥିବେ ତାହେଲେ ଆପଣ ଅର୍ଫାନ୍କୁ ସିଲେକ୍ଟ କରିପାରିବେ। ତାପରେ ଆପଣ ତଳକୁ ସ୍କ୍ରୋଲ୍ କରନ୍ତୁ। ଦେଖନ୍ତୁ ଏଠାରେ ମ୍ୟାକ୍ସିମମ୍ ମାର୍କ ଏବଂ ଆପଣ କେତେ ମାର୍କ ରଖିଛନ୍ତି ଏଠାରେ ଟୋଟାଲ୍ ଶୋ କରିବ। ଯଦି ଆପଣ କମ୍ପାର୍ଟମେଣ୍ଟାଲି ପାସ୍ ହୋଇଛନ୍ତି ତାହେଲେ ଆପଣ ଏଠାରେ ୟେସ୍କୁ ସିଲେକ୍ଟ କରିପାରିବେ। ମୁଁ ଏଠାରେ ନୋକୁ ସିଲେକ୍ଟ କରିଦେଉଛି। ତାପରେ ଦେଖନ୍ତୁ ଏଠାରେ ସ୍କୁଲର ନାଁ ମଧ୍ୟ ଅଟୋମେଟିକ୍ ଆସିଯାଇଛି। ଏଠାରେ ଦେଖନ୍ତୁ ଲୋକେସନ୍ ଅଫ୍ ଦ ସ୍କୁଲ, ଏଠାରେ ସ୍କୁଲଟି ଯେଉଁ ଗାଁରେ ଥିଲା ସେହି ଗାଁର ନାଁକୁ ଟାଇପ୍ କରିଦିଅନ୍ତୁ। ତାପରେ ସ୍କୁଲଟି ଯେଉଁ ଡିଷ୍ଟ୍ରିକ୍ଟରେ ଥିଲା ସେହି ଡିଷ୍ଟ୍ରିକ୍ଟକୁ ଏଠାରେ ସିଲେକ୍ଟ କରିବାକୁ ପଡ଼ିବ। ତାପରେ ଇୟର ଅଫ୍ ଜଏନିଂ, ସେହି ସ୍କୁଲରେ ଆପଣ କେବେ ଜଏନ୍ କରିଥିଲେ ସେହି ଜଏନିଂ ଇୟରକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଆପଣ ସବୁଥରେ ଚେକ୍ କରିଦିଅନ୍ତୁ। ଯଦି ସବୁ ଠିକ୍ ଅଛି ତାହେଲେ ଏଠାରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଠାରେ ପ୍ଲିଜ୍ ସିଲେକ୍ଟ ୟୋର ରିଲିଜନ୍, ମୁଁ ଏଠାରେ ରିଲିଜନଟି ସିଲେକ୍ଟ କରିବା ପାଇଁ ଭୁଲି ଯାଇଥିଲି। ମୁଁ ଏଠାରେ ସିଲେକ୍ଟ କରିଦେଉଛି। ଯଦି ଆପଣ ହିନ୍ଦୁ ହୋଇଥିବେ ତାହେଲେ ଆପଣ ହିନ୍ଦୁକୁ ସିଲେକ୍ଟ କରିପାରିବେ। ଯଦି ଆପଣ ଖ୍ରୀଷ୍ଟିଆନ ହୋଇଥିବେ ତାହେଲେ ଆପଣ ଖ୍ରୀଷ୍ଟିଆନକୁ ସିଲେକ୍ଟ କରିପାରିବେ। ମୁଁ ଯାହାର ଆପ୍ଲାଏ କରୁଛି ସେ ହିନ୍ଦୁ ଅଟନ୍ତି, ସେଥିପାଇଁ ମୁଁ ଏଠାରେ ହିନ୍ଦୁକୁ ସିଲେକ୍ଟ କରିଦେଉଛି। ତାପରେ ଆପଣ ତଳକୁ ସ୍କ୍ରୋଲ୍ କରିକି ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆଡ୍ରେସ୍ ଫିଲ୍ଅପ୍ କରିବାକୁ ପଡ଼ିବ। ଏଠାରେ ଆପଣଙ୍କର ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ଆପଣଙ୍କର ବ୍ଲକକୁ ସିଲେକ୍ଟ କରିବାକୁ ପଡ଼ିବ। ତାପରେ ଏଠାରେ ଆଟ୍ ପୋଷ୍ଟ ଏବଂ ପୋଲିସ ଷ୍ଟେସନର ନାଁକୁ ଟାଇପ୍ କରିଦିଅନ୍ତୁ। ମୁଁ ଏଠାରେ ଶୀଘ୍ର ଫିଲ୍ଅପ୍ କରିଦେଉଛି। ତାପରେ ଏଠାରେ ପିନ୍କୋଡ଼କୁ ଟାଇପ୍ କରିବାକୁ ପଡ଼ିବ। ଯଦି ଆପଣ ଏଠାରେ ଯେଉଁ ମୋବାଇଲ ନମ୍ବରଟି ଟାଇପ୍ କରିଛନ୍ତି ଏହା ହ୍ୱାଟ୍ସଆପ୍ ନମ୍ବର ଅଟେ ତାହେଲେ ଆପଣ ଏଠାରେ ଟିକ୍ କରିକି ଏଠାରେ ସେମ୍ ଏଜ୍ ମୋବାଇଲ ନମ୍ବର ଏଠାରେ ଟିକ୍ କରିଦିଅନ୍ତୁ। ତାପରେ ଆପଣ ତଳକୁ ସ୍କ୍ରୋଲ୍ କରନ୍ତୁ। ଯଦି ଆପଣ NMMS ଆୱାର୍ଡ଼ ପାଇଛନ୍ତି
ଅଛନ୍ତି ତାହେଲେ ଆପଣ ଏଠାରେ ୟେସ୍ କୁ ସିଲେକ୍ଟ କରିପାରିବେ। କିନ୍ତୁ ମୁଁ ଯାହାର ଆପ୍ଲାଏ କରୁଛି ସେ ପାଇନାହାନ୍ତି, ସେଥିପାଇଁ ମୁଁ ଏଠାରେ नो କୁ ସିଲେକ୍ଟ କରିଦେଉଛି। ତାପରେ ଥାଏ ଫାଦର ଅକୁପେସନ୍ ସିଲେକ୍ଟ କରିବାକୁ ପଡ଼ିବ। ମୁଁ ଏଠାରେ କଲ୍ଟିଭେସନ୍ କୁ ସିଲେକ୍ଟ କରିଦେଉଛି। ଯଦି ଆପଣଙ୍କ ବାପା ଜବ୍ କିମ୍ବା ବିଜନେସ୍ କରୁଥିବେ ତାହେଲେ ଆପଣ ଏଠାରେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କିମ୍ବା ବିଜନେସ୍ କୁ ସିଲେକ୍ଟ କରିପାରିବେ। ତାପରେ ଏଠାରେ ମଦର ଅକୁପେସନ୍ ସିଲେକ୍ଟ କରିବାକୁ ପଡ଼ିବ। ମୁଁ ଏଠାରେ ହୋମ୍ ମେକର କୁ ସିଲେକ୍ଟ କରିଦେଉଛି। ତାପରେ ପ୍ୟାରେଣ୍ଟ ଆନୁଆଲ ଇନକମ୍ ମୁଁ ଏଠାରେ 0 to 1 ଲାଖ କୁ ସିଲେକ୍ଟ କରିଦେଉଛି। ଆପଣ ମଧ୍ୟ ଏହାକୁ ସିଲେକ୍ଟ କରିପାରିବେ। ତାପରେ ଆପଣ ତଳକୁ ସ୍କ୍ରୋଲ କରନ୍ତୁ। ଏଠାରେ ଆକାଉଣ୍ଟ ନମ୍ବର ଟାଇପ୍ କରିବାକୁ ପଡ଼ିବ। ଯଦି ଆପଣଙ୍କ ଆକାଉଣ୍ଟ ନମ୍ବର ନାହିଁ ତାହେଲେ ଆପଣ ପ୍ୟାରେଣ୍ଟର ମଧ୍ୟ ଆକାଉଣ୍ଟ ନମ୍ବରଟି ଟାଇପ୍ କରିପାରିବେ। ତାପରେ ଏଠାରେ ଆଇଏଫଏସସି କୋଡ୍ ଟାଇପ୍ କରିବାକୁ ପଡ଼ିବ। ତାପରେ ଏଠାରେ ବ୍ୟାଙ୍କ ଡିଟେଲ୍ସ ଏଠାରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠାରେ ବ୍ୟାଙ୍କର ନାଁ ଏବଂ ବ୍ରାଞ୍ଚ ଅଟୋମେଟିକ୍ ଆସିଯିବ। ତାପରେ ଆପଣ ସବୁଥରେ ଚେକ୍ କରିଦିଅନ୍ତୁ। ଯଦି ସବୁ ଠିକ୍ ଅଛି ତାହେଲେ ଏଠାରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଠାରେ ରିଜର୍ଭେସନ ଡିଟେଲ୍ସ ସିଲେକ୍ଟ କରିବାକୁ ପଡ଼ିବ। ଯଦି ଆପଣ ଏସଟି, ଏସସି, ଓବିସି, ଏସସିବିସି କିମ୍ବା ଜେନେରାଲ ହୋଇଥିବେ ତାହେଲେ ଆପଣ ଏହି ଭିତରୁ ସିଲେକ୍ଟ କରିପାରିବେ। କିନ୍ତୁ ମୁଁ ଯାହାର ଆପ୍ଲାଏ କରୁଛି ସେ ଏସଟି ଅଟନ୍ତି, ସେଥିପାଇଁ ମୁଁ ଏଠାରେ ଏସଟି କୁ ସିଲେକ୍ଟ କରିଦେଉଛି। ଯଦି ଆପଣ ଏସଟି କିମ୍ବା ଏସସି କୁ ସିଲେକ୍ଟ କରୁଛନ୍ତି ତାହେଲେ ଏଠାରେ 100 ରୁପିଜର ଫି ପେମେଣ୍ଟ କରିବାକୁ ପଡ଼ିବ। ଯଦି ଆପଣ ଏସସିବିସି, ଓବିସି କିମ୍ବା ଜେନେରାଲ ହୋଇଥିବେ ତାହେଲେ ଏଠାରେ 200 ଟଙ୍କାର ଫି ପେମେଣ୍ଟ କରିବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ କାଷ୍ଟ ସାର୍ଟିଫିକେଟ୍ ଅଛି ତାହେଲେ ଆପଣ ୟେସ୍ କୁ ସିଲେକ୍ଟ କରିପାରିବେ। ଯଦି କାଷ୍ଟ ସାର୍ଟିଫିକେଟ୍ ନାହିଁ ତାହେଲେ ଆପଣ नो କୁ ସିଲେକ୍ଟ କରିପାରିବେ। ମୁଁ ଯାହାର ଆପ୍ଲାଏ କରୁଛି ତାଙ୍କ ପାଖରେ କାଷ୍ଟ ସାର୍ଟିଫିକେଟ୍ ଅଛି, ସେଥିପାଇଁ ମୁଁ ଏଠାରେ ୟେସ୍ କୁ ସିଲେକ୍ଟ କରିକି ଏଠାରେ କାଷ୍ଟ ସାର୍ଟିଫିକେଟ୍ ନମ୍ବରକୁ ଟାଇପ୍ କରିଦେଉଛି। ତାପରେ ଆପଣ ତଳକୁ ସ୍କ୍ରୋଲ କରନ୍ତୁ। ଏଠାରେ ଆପଣ ନେକ୍ସଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଠାରେ କଲେଜ ସିଲେକ୍ସନ କରିବାକୁ ପଡ଼ିବ। ଯଦି ଆପଣ ଗଭର୍ଣ୍ଣମେଣ୍ଟ କଲେଜରେ ପଢ଼ିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏଠାରେ ଗଭର୍ଣ୍ଣମେଣ୍ଟକୁ ସିଲେକ୍ଟ କରିପାରିବେ। ତାପରେ ଏଠାରେ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିଦିଅନ୍ତୁ। ବର୍ତ୍ତମାନ ଠାରେ ଆପଣ ଯେଉଁ କଲେଜରେ ଫାଷ୍ଟ ପ୍ରିଫରେନ୍ସ ଦେବାକୁ ଚାହୁଁଛନ୍ତି ଏଠାରେ ସେହି କଲେଜକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଷ୍ଟ୍ରିମ୍ରେ ଯଦି ଆପଣ ଆର୍ଟସ୍ କିମ୍ବା ସାଇନ୍ସ ନେବାକୁ ଚାହୁଁଛନ୍ତି ତାହେଲେ ଏଠାରେ ସିଲେକ୍ଟ କରିପାରିବେ। ତାପରେ ଏଠାରେ କମ୍ପଲସରିରେ ଆପଣ ଏମଏଲ୍, ଓଡ଼ିଆ, ଇଂଲିଶ କିମ୍ବା ହିନ୍ଦୀକୁ ସିଲେକ୍ଟ କରିପାରିବେ। ଆପଣ ଯେଉଁଟା ନେବାକୁ ଚାହୁଁଛନ୍ତି ଏଠାରେ ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ଫାଷ୍ଟ ଇଲେକ୍ଟିଭ ସିଲେକ୍ଟ କରିବାକୁ ପଡ଼ିବ। ତାପରେ ଏଠାରେ ସେକେଣ୍ଡ ଇଲେକ୍ଟିଭର ସବଜେକ୍ଟକୁ ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ଥାର୍ଡ ଇଲେକ୍ଟିଭକୁ ମଧ୍ୟ ସିଲେକ୍ଟ କରିବାକୁ ପଡ଼ିବ। ତାପରେ ଏଠାରେ ଫୋର୍ଥ ଇଲେକ୍ଟିଭକୁ ମଧ୍ୟ ସିଲେକ୍ଟ କରିଦିଅନ୍ତୁ। ତାପରେ ଆପଣ ସେକେଣ୍ଡ ଅପସନରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଠାରେ ଫାଷ୍ଟ କଲେଜଟି ଏଠାରେ ଆଡ୍ ହୋଇଯାଇଛି। ତାପରେ ଏହିପରି ଭାବରେ ଆପଣ ସେକେଣ୍ଡ କଲେଜକୁ ମଧ୍ୟ ଆଡ୍ କରିଦିଅନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଠାରେ 2ଟି କଲେଜ ଆଡ୍ ହୋଇଯାଇଛି। ଏହିପରି ଭାବରେ ଆପଣ ସେମ୍ ପ୍ରୋସେସରେ ମିନିମମ୍ 5ଟି କଲେଜ ଆଡ୍ କରିଦିଅନ୍ତୁ। ମୁଁ ଏଠାରେ ଶୀଘ୍ର ଆଡ୍ କରିଦେଉଛି। ଯଦି ଆପଣ ହଷ୍ଟେଲ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏଠାରେ ହଷ୍ଟେଲ ଫ୍ୟାସିଲିଟିରେ ୟେସ୍ କୁ ସିଲେକ୍ଟ କରିପାରିବେ। ବର୍ତ୍ତମାନ ଦେଖନ୍ତୁ ଏଠାରେ ମୁଁ 5ଟି କଲେଜ ଆଡ୍ କରିଦେଇଛି। ଏଠାରେ ଆପଣ 5ରୁ ଅଧିକା କଲେଜ ମଧ୍ୟ ଆଡ୍ କରିପାରିବେ, କିନ୍ତୁ ଏଠାରେ ମିନିମମ୍ 5ଟି ଆଡ୍ କରିବାକୁ ପଡ଼ିବ। ତାପରେ ଆପଣ ତଳକୁ ସ୍କ୍ରୋଲ କରିକି ଏଠାରେ ପ୍ରିଭ୍ୟୁରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆପଣ ସବୁଥରେ ଚେକ୍ କରିଦିଅନ୍ତୁ। ଯଦି ଏଠାରେ କିଛି ବି ଭୁଲ ଅଛି ତାହେଲେ ଆପଣ ଏଠାରେ ଏଡିଟରେ କ୍ଲିକ୍ କରିକି କରେକ୍ସନ କରିପାରିବେ। ଯଦି ସବୁ ଠିକ୍ ଅଛି ତାହେଲେ ଏଠାରେ ଆପଣ ସେଭ୍ ଆଣ୍ଡ ପ୍ରୋସିଡ୍ ଟୁ ପେ ଏଠାରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଓକେରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଏସବିଆଇ ଇ ପେ କିମ୍ବା ବିଲ୍ଡେକ୍ସ ଯେକୌଣସି ଗୋଟିଏକୁ ସିଲେକ୍ଟ କରିପାରିବେ। ମୁଁ ଏଠାରେ ଏସବିଆଇ ଇ ପେ କୁ ସିଲେକ୍ଟ କରିଦେଉଛି। ତାପରେ ଆପଣ ପ୍ରୋସିଡରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଟିକ୍ କରିକି ଆପଣ ଅନଲାଇନ୍ ପେମେଣ୍ଟ ଏଠାରେ କ୍ଲିକ୍ କରନ୍ତୁ। ତାପରେ ଓକେରେ କ୍ଲିକ୍ କରନ୍ତୁ। ଆଉ ଥରେ ଓକେରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଏଠାରେ ଆପଣ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଦ୍ୱାରା ପେମେଣ୍ଟ କରିପାରିବେ। ମୁଁ ଏଠାରେ ଡେବିଟ୍ କାର୍ଡକୁ ସିଲେକ୍ଟ କରିଦେଉଛି। ଯଦି ଆପଣ ଡେବିଟ୍ କାର୍ଡ ସିଲେକ୍ଟ କରୁଛନ୍ତି ତାହେଲେ ଏଠାରେ ଡେବିଟ୍ କାର୍ଡର ନମ୍ବରକୁ ଟାଇପ୍ କରିଦିଅନ୍ତୁ। ତାପରେ ଏଠାରେ ଆପଣଙ୍କ କାର୍ଡଟି କେବେ ଏକ୍ସପାୟାର ହେବ ସେହି ମନ୍ଥ ଏବଂ ଇୟରକୁ ଏଠାରେ ସିଲେକ୍ଟ କରିଦିଅନ୍ତୁ। ତାପରେ ଏଠାରେ ସିଭିଭି ନମ୍ବରକୁ ଟାଇପ୍ କରିବାକୁ ପଡ଼ିବ। ଏହା ଆପଣଙ୍କ ଏଟିଏମ୍ କାର୍ଡର ପଛପଟେ ଥିବ। ତାପରେ ଏଠାରେ ନେମ୍ ଅନ୍ ଦ କାର୍ଡ ହୋଲ୍ଡର ଏଟିଏମ୍ କାର୍ଡରେ ଯେଉଁ ନାଁଟି ଅଛି ସେହି ନାଁକୁ ଏଠାରେ ଟାଇପ୍ କରିଦିଅନ୍ତୁ। ତାପରେ ଆପଣ ପେ ନାଉରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଡେବିଟ୍ କାର୍ଡରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଅଛି ସେହି ନମ୍ବରରେ ଗୋଟେ ଓଟିପି ଯାଇଥିବ। ସେହି ଓଟିପିକୁ ଏଠାରେ ଆପଣ ଟାଇପ୍ କରିକି ମେକ୍ ପେମେଣ୍ଟରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଦେଖନ୍ତୁ ଏଠାରେ ପେମେଣ୍ଟଟି ସକ୍ସେସ୍ ହୋଇଯାଇଛି ଏବଂ ଏଠାରେ ପ୍ରିଣ୍ଟର ଅପସନ୍ ଆସିଯାଇଛି। ଆପଣ ଏଠାରେ କ୍ଲିକ୍ କରିକି ଏହାକୁ ପ୍ରିଣ୍ଟ ଆଉଟ୍ କାଢ଼ି ନିଅନ୍ତୁ। ଏହି ଫର୍ମକୁ ପ୍ରିଣ୍ଟ ଆଉଟ୍ କାଢ଼ିଲା ପରେ କୌଣସି ହାୟର ସେକେଣ୍ଡାରୀ ସ୍କୁଲରେ ସବମିଟ୍ କରିବାକୁ ପଡ଼ିବ ନାହିଁ। ଆପଣ ନିର୍ଭୁଲ ଭାବରେ +2 ଇ-ଆଡମିସନ୍ ପାଇଁ ଅନଲାଇନ୍ ଆପ୍ଲାଏ କରିପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।